ଜଣେ ମହିଳା ଘରେ ଏକ ଛୋଟ ସାପ ପାଳିଥିଲେ। ସାପଟି ଧୀରେ ଧୀରେ ବଡ଼ ହେଲା। ସମସ୍ତ ପ୍ରିୟଜନଙ୍କ ବାରଣ ସତ୍ତ୍ୱେ ସେ ଗଭୀର ବିଶ୍ୱାସର ସହ ସ୍ନେହ ଦେଇ ସାପକୁ ନିଜ ପାଖରେ ରଖିଲେ। ମନରେ ଅତୁଟ ବିଶ୍ୱାସ ଥିଲା ଯେ ସାପ କିଛି ବି କ୍ଷତି କରିବନି ତାଙ୍କର। କିଛି ଦିନ ଗଲା ପରେ ସାପଟି ଖାଇବା ଛାଡ଼ିଦେଲା। ମହିଳା ଜଣଙ୍କ ବହୁତ ଚିନ୍ତାରେ ରହିଲେ। କିଛି ବି ଖାଉନଥିଲା ସାପଟି, କିନ୍ତୁ କିଛି ବି ରୋଗ ନଥିଲା ସାପର। ଯେତେବେଳେ ମହିଳା ଜଣଙ୍କ ଶୋଇଯାଉଥିଲେ ସାପଟି ତାଙ୍କୁ ଶୁଙ୍ଘୁଥିଲା ଓ ତାଙ୍କ ପାଖରେ ଗୋଡ଼ରୁ ମୁଣ୍ଡ ଜଡ଼ି ହେଉଥିଲା। ଶେଷରେ ଜଣେ ଡାକ୍ତରଙ୍କୁ ତାଙ୍କ ସାପର ଏହି ଘଟଣା ବିଷୟରେ ମହିଳା ଜଣଙ୍କ କହିଲେ। ଡାକ୍ତର ଯାହା କହିଲେ ଶୁଣି ତାଙ୍କ ପାଦତଳ ମାଟି ଖସିଗଲା। ଡାକ୍ତର କହିଲେ ସେ ସାପ ଖାଉନାହିଁ, କାରଣ ସେ ତୁମକୁ ଗିଳିବା ପାଇଁ ଚେଷ୍ଟା କରୁଛି। ତା ପେଟରେ ଖାଦ୍ୟ ନ ରହିଲେ ଗିଳିବା ପାଇଁ ସୁବିଧା ହେବ ଓ ପ୍ରତିଦିନ ତୁମକୁ ଆସି ସେ ମାପୁଛି, ସେ ତୁମକୁ ଶୁଙ୍ଘୁଛି। ଏହା ଭଲ ପାଇବା ନୁହେଁ। ଯଥାଶୀଘ୍ର ମହିଳା ଜଣଙ୍କ ସାପକୁ ଜଙ୍ଗଲରେ ଛାଡ଼ିଲେ। ତେବେ ଏହି କାହାଣୀ ଆମକୁ ଶିଖାଏ ଯେ ତୁମ ଆଖପାଖ ଲୋକଙ୍କ ତୁମ ସହ ଅତ୍ୟନ୍ତ ନିବିଡ଼ ସମ୍ପର୍କ ଆଗକୁ ବିପଦର ସୂଚନା ଦିଏ। କିଏ ତୁମକୁ କେମିତି ଅସୁବିଧାରେ ପକାଇବେ ତାହାର କଳ୍ପନା କରିହେବନି। ଯାହାର ଯାହା ପ୍ରକୃତି ତାହା କେବେ କେହି ଛାଡ଼ି ନଥାଏ।